ଯାଜପୁରରେ ବାଲି ମାଫିଆଙ୍କ ଦାଦାଗିରି। ସରକାରୀ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ। ପ୍ରାକୃତିକ ସମ୍ପଦର ଅନିୟନ୍ତ୍ରିତ ଶୋଷଣ। ଯାଜପୁର ଜିଲ୍ଲାରେ ବାଲି ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। କୋରେଇ ଅଞ୍ଚଳରେ ବ୍ୟାପକ ଭାବରେ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ଆସୁଛି। ନଦୀ ପଟିରୁ ଅନିୟନ୍ତ୍ରିତ ଭାବରେ ବାଲି ଉଠାଯାଉଛି, ଯାହା ଫଳରେ ପ୍ରାକୃତିକ ସନ୍ତୁଳନ ଭଙ୍ଗ ହେଉଛି। ରାତିରେ ଟ୍ରକ୍ ପରେ ଟ୍ରକ୍ ବାଲି ଚାଲିଯାଉଛି। ଏହି ଅବୈଧ କାରବାରକୁ ବନ୍ଦ କରିବାକୁ ଯେଉଁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଠିକ୍ ସେହିପରି ବ୍ୟାସନଗର ତହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି, ଯାହା ଆଇନ ଶୃଙ୍ଖଳା ପାଇଁ ବଡ଼ ଚିନ୍ତାର ବିଷୟ। ଏନେଇ ଏକ ସଂଯୁକ୍ତ ତଥ୍ୟ ଅନୁସନ୍ଧାନ ଦଳ ପାଣିକୋଇଲି ଆରକ୍ଷୀ ଅଧୀକ୍ଷକଙ୍କ ସହ ଭେଟି ଆଲୋଚନା କରିବା ସହିତ ଘଟଣାସ୍ଥଳକୁ ଯାଇ ପ୍ରକୃତ ଅବସ୍ଥାର ଅନୁଧ୍ୟାନ ମଧ୍ୟ କରାଯାଇଛି। ଜେନା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ, କୋରେଇ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା। ଆଜି ଦେଖନ୍ତୁ, ଯେଉଁ ଘଟଣାଟି 3-4 ଦିନ ତଳେ ହେଇଥିଲା, ଯେ ତହସିଲଦାରକୁ ଟ୍ରାକ୍ଟର ଚଢ଼େଇକି ଯେଉଁ ବାଲି ମାଫିଆ ମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ, ଯେଉଁ ଘଟଣାକୁ ନେଇକି ଆମେ ତଥ୍ୟ ଅନୁସନ୍ଧାନ କରିବାକୁ ଆଜି ଆସିଥିଲୁ। ବିଶେଷ କରି ଏସ୍ପିଙ୍କ ସହିତ ଯେଉଁ ଲ ଆଣ୍ଡ ଅର୍ଡର ପ୍ରୋବ୍ଲେମ୍ ଏଠି ହେଇଛି, ତାକୁ ନେଇକି ଆଲୋଚନା କରିବାକୁ ଆସିଥିଲୁ। ଏବଂ ଯେଉଁ ଘଟଣାସ୍ଥଳକୁ ମଧ୍ୟ ଏପରେ ଆମେ ଯିବୁ ଏବଂ ଯେଉଁଠି ସବୁ ବାଲି ମାଫିଆଙ୍କର ଯେଉଁ ଚୋରା ଚାଲାଣ ଚାଲିଛି, ସେ ଜାଗାକୁ ମଧ୍ୟ ଯିବୁ ଏବଂ ଆର ଗୋଟେ ସବିଶେଷ ତଥ୍ୟ ଅନୁସନ୍ଧାନ କରିବାକୁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ, ମହାନଦୀ ବଚାଅ ଆନ୍ଦୋଳନର ସାଥୀ ଅଛନ୍ତି ଏବଂ ଆମ ଜନତା ଅଧିକାର ଅଛନ୍ତି, କୋରେଇ ଉନ୍ନୟନ ପରିଷଦର ମଧ୍ୟ ସମସ୍ତ ସଭ୍ୟମାନେ ଅଛନ୍ତି। ଏବଂ ୟାକୁ ନେଇକି ଆମେ ଜିଲ୍ଲାର ହିସାବରେ ଆମେ କନସର୍ନ ଯେ ଇଏ ଘଟଣା ବ୍ୟାପକ ଭାବରେ ବଢ଼ି ବଢ଼ି ଚାଲିଛି। ବିଶେଷ କରି କୋରେଇ ଅଞ୍ଚଳରେ ଆମେ ଦେଖୁଥିବେ, ଆମର ରଣପୁର ପଞ୍ଚାୟତ ହଉ, ମକୁନ୍ଦପୁର ପଞ୍ଚାୟତ ହଉ, ବୈତରଣୀ ନଦୀରେ ଯେଉଁ ଦିନକୁ ଶହ ଶହ ଟ୍ରକ୍ ଯେଉଁ ଚୋରା ବାଲି ଚାଲାଣ ଚାଲିଛି, ଯାହା ଫଳରେ ସେଠି ଏଇଭଳି ଯେଉଁ ଇନସିଡେଣ୍ଟ ହେଲା, ରାସ୍ତାଘାଟ ତ ଅବସ୍ଥା ନାହିଁ, ସେ ଅଞ୍ଚଳର ତ ଠିକ୍ ମାନେ ପରିବେଶ ବି ପ୍ରଦୂଷିତ ଏବଂ ଲୋକକୁ କିଛି ଦିନ ତଳେ ଗୋଟେ ବୁଢ଼ା ଏବଂ ବାପା ପୁଅକୁ ଚଢ଼େଇକି ଟ୍ରାକ୍ଟର କଲା, ଯେଉଁଥିରେ ବାପାଟି ବି ମୃତ୍ୟୁବରଣ କଲା। ଏଇ ଘଟଣା ବଢ଼ି ବଢ଼ି ଚାଲିଛି। ମୁଁ କେଉଁଝରକୁ ଯାଇଥିଲି ମାସେ ତଳେ। କେଉଁଝରରେ ଆନ୍ଦପୁର ମାନେ ଇଏରେ ସବ୍ ଡିଭିଜନ 30ଟା ବାଲି ଖାତା, ବେଆଇନ ବାଲି ଖାତା। ଆଚ୍ଛା, ଏବଂ ସବୁ ବାଲି ଖାଦାନରେ ଯେଉଁମାନେ ଅପରେଟ୍ କରୁଛନ୍ତି, ସେମାନେ ସେଠାକାର ଏମ୍ପିଙ୍କର ପ୍ରତିନିଧି, ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି। ଆଚ୍ଛା, ମାଲଟା ଯେଉଁ କଲେକ୍ସନ କୋଉଠି ଯାଉଛି, କୋଉଠି କାହା ପାଖକୁ ଯାଉଛି? कलेक्टर पाखु तो हम कहलु कलेक्टर कौन आगे आए था, हम देखेंगे कौन देखियो माने कहवा आ मुख्यमंत्री निजे कहे कोठी जिलापाल सम्मेलन एसपी सम्मेलन जीरो टॉलरेंस हम खुशी ताली मार दल जा हो मुख्यमंत्री कहते। ହ୍ୟୁମାନ ହାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା, ମହାନଦୀ ବଞ୍ଚାଓ ଆନ୍ଦୋଳନ କମିଟିର ଆବାହକ ସୁଦର୍ଶନ ଦାସ, ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଏବଂ ଆମ ଜନତା ଅଧିକାରର ଆବାହକ ବାସୁଦେବ ଭଟ୍ଟ ସାମିଲ ଥିଲେ। ଏହାସହ ଏହି ମାମଲାରେ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କାହିଁକି ଏପର୍ଯ୍ୟନ୍ତ ମାଫିଆଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ? କେବେ ବନ୍ଦ ହେବ ବାଲି ମାଫିଆଙ୍କ ଆତଙ୍କ? କେବେ ସୁରକ୍ଷିତ ହେବ ପ୍ରାକୃତିକ ସମ୍ପଦ? ଆଉ କେବେ ନିରାପଦ ହେବେ ସରକାରୀ ଅଧିକାରୀ? ଏବେ ଦେଖିବାକୁ ବାକି ରହିଲା ପ୍ରଶାସନର ଏହି ମାମଲାରେ କେତେ ଶୀଘ୍ର ଓ କଠୋର ପଦକ୍ଷେପ ନେଉଛି। ଯାଜପୁରରୁ ଅଗ୍ନିବେଶ ଭାସ୍କରଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ନାଓ। ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।